अध्याय ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆପଣମାନେ ନିୟମିତ ଆମର କାର୍ଯ୍ୟକ୍ରମ ଜଡ଼ିତ ହେଉଥିବାରୁ ମୁଁ ଧନ୍ୟବାଦ ଜଣାଏ। ବାସ୍ତବରେ ଆମେ ସମସ୍ତେ ମିଳିତ ଭାବରେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରୁଛୁ, ଶିକ୍ଷା ପ୍ରାପ୍ତ କରୁଛୁ, ଆଉ ମାନେ ଶିକ୍ଷିତ ହେଉଛୁ, ପରିବର୍ତ୍ତିତ ହେଉଛୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଜି ଯେଉଁ ପ୍ରସଙ୍ଗରେ ଆମେ ଆଲୋଚନା କରିବା, ଆଲୋଚ୍ୟ ପ୍ରସଙ୍ଗ ହେଉଛି ସାବଧାନ, ସମସ୍ତଙ୍କ ହିସାବ ହେବ। ସାବଧାନ, ସମସ୍ତଙ୍କ ହିସାବ ହେବ। ଆମେ ଜଗତରେ ଯେଉଁମାନେ ବି ରହିଛୁ, ଆମେ ମନେ ରଖିବା ଦରକାର ଯେ ଦିନେ ଆମ ସମସ୍ତଙ୍କର ହିସାବ ହବ, ସମସ୍ତଙ୍କ ହିସାବ ହବ। ଆଉ ପ୍ରଭୁଙ୍କ କତିରେ ଆମ ସମସ୍ତଙ୍କ ହିସାବ ଦେବାକୁ ପଡିବ। ରୋମିଓ 14 ପର୍ବ ତାର 12 ପଦ ଲେଖାଯାଉଛି, ଅତଏବ ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହବ। ଈଶ୍ୱରଙ୍କ ସମ୍ମୁଖରେ ଆମ ସମସ୍ତଙ୍କୁ ନିଜର ହିସାବ ଦେବାକୁ ହବ। ତେଣୁ ଆଜିର ପ୍ରସଙ୍ଗ ହେଉଛି ସାବଧାନ, ସମସ୍ତଙ୍କ ହିସାବ ହେବ। ହିସାବ ତ ଦେବାକୁ ପଡିବ। ବାଇବଲର ଗୋଟେ ଘଟଣା ମୁଁ କହିବା ପାଇଁ ଚାହେଁ। ଆଦି ପୁସ୍ତକ 6 ଅଧ୍ୟାୟ ତାର 11 ପଦରୁ 13 ପଦ ପର୍ଯ୍ୟନ୍ତ ଲେଖାଯାଉଛି, ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୈରାତ୍ମରେ ପରିପୂର୍ଣ୍ଣ ଥିଲା। ପୃଥିବୀ କେମିତି ଥିଲା? ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ, ନିଜ ସାକ୍ଷାତରେ ଭଲ ଥାଇପାରେ, ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା, ପୃଥିବୀ ଦୈରାତ୍ମରେ ପରିପୂର୍ଣ୍ଣ ଥିଲା। ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ ତାହା ଭ୍ରଷ୍ଟ ହୋଇଅଛି। ପରମେଶ୍ୱର ଦେଖିଲେ, ଯେ ମନୁଷ୍ୟର ସୃଷ୍ଟିକର୍ତ୍ତା, ସେ ଦେଖିଲେ, କଣ ଦେଖିଲେ? ଯେ ପୃଥିବୀ ସମସ୍ତେ ଭ୍ରଷ୍ଟ ହୋଇଅଛନ୍ତି, ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି। ତ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୈରାତ୍ମରେ ପରିପୂର୍ଣ୍ଣ ହୋଇଅଛି। ଦେଖ, ଆମେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ଏଇଟା ପରମେଶ୍ୱରଙ୍କର ସନ୍ଦେଶ ଅଟେ। ଦିନେ ହିସାବ ହବ। ଏ ଲେଖାଯାଉଛି କଣ? ଯେ ପୃଥିବୀର ଲୋକମାନେ ଭ୍ରଷ୍ଟ ହୋଇଛନ୍ତି, ଦୈରାତ୍ମରେ ପରିପୂର୍ଣ୍ଣ ଆଉ ଭ୍ରଷ୍ଟାଚାରୀ ହୋଇଛନ୍ତି। ଆଜିର ପରିସ୍ଥିତି ଏମିତି ଯେ ଭ୍ରଷ୍ଟ ନେତା ମାନେ କହୁଛନ୍ତି ଭ୍ରଷ୍ଟାଚାର ହଟେଇବେ, ଭ୍ରଷ୍ଟ ଦଳ କହୁଛି ଭ୍ରଷ୍ଟାଚାର ହଟେଇବେ। ଆମେ ଭ୍ରଷ୍ଟ ଲୋକମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କିଏ ଭ୍ରଷ୍ଟ? କେଉଁମାନେ ଭ୍ରଷ୍ଟ? କାଲିର ଭ୍ରଷ୍ଟ ଆଜିର ସାଧୁ, ଆଜିର ସାଧୁ କାଲିକି ଭ୍ରଷ୍ଟ। ଏମିତି ସମୟରେ ବାସ କରୁଛୁ ଯେ ଏଇ ଦଳରେ ଥିଲେ ସେ ସାଧୁ, ସେଇଠି ଗଲେ ଭ୍ରଷ୍ଟ। ସେମାନେ ଭ୍ରଷ୍ଟ, ଆମେ ସାଧୁ। ଏବେ ଦୁଷ୍ଟ, ଭ୍ରଷ୍ଟ, ଦୈରାତ୍ମରେ ପରିପୂର୍ଣ୍ଣ ଲୋକମାନେ ଆଉ ଭ୍ରଷ୍ଟାଚାରୀ ମାନେ କହୁଛନ୍ତି ଆମେ ଭ୍ରଷ୍ଟାଚାର ହଟେଇବୁ। ଚାରିଆଡେ ପାପ, ଚାରିଆଡେ ମନ୍ଦତା, ଦୈରାତ୍ମରେ ପରିପୂର୍ଣ୍ଣ। ଆଉ ସାବଧାନ, ସମସ୍ତଙ୍କର ହିସାବ ହବ। ସେ ଛୋଟ ଧରଣର ଭ୍ରଷ୍ଟାଚାରୀ ହଉ ବା ବଡ ଧରଣର ହଉ, ଛୋଟ ଦୈରାତ୍ମ୍ୟ ହଉ ବା ବଡ ଦୈରାତ୍ମ୍ୟ ହଉ, ପ୍ରଭୁ ହିସାବ କରିବେ। କାରଣ ସେ ଦେଖୁଛନ୍ତି। ଆଉ ପୃଥିବୀର ଅନ୍ତିମ ସମୟ ଅଛି। କାରଣ ପରମେଶ୍ୱର ଦଣ୍ଡ ଦିଅନ୍ତି, ପରମେଶ୍ୱର ହିସାବ ନିଅନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ବିଚଳିତ ହୁଅନ୍ତୁ ନାହିଁ। ସବୁର ସମୟ ଅଛି। ଆମେ ଗୁଡିଏ ସମୟ ଦେଖିଛୁ ଇତିହାସରେ। ଜଣେ ଇତିହାସ ପଢିଛନ୍ତି, ସେମାନେ ଜାଣିଛନ୍ତି। ଆମେ ତ ବାଇବଲ ଇତିହାସ ବି ପଢିଛୁ। ଯେତେ ଭ୍ରଷ୍ଟ ଦୁଷ୍ଟ ଲୋକ, ସେ ଯେତେ ପ୍ରତିଭାବାନ ହଉ, ଯେତେ ସାମର୍ଥ୍ୟଶାଳୀ ହଉ, ଯେତେ ସୁଖ୍ୟାତି ସମ୍ପନ୍ନ ହଉ, ଯେତେ ଧନ ସମ୍ଭ୍ରାନ୍ତ ଥାଉ, କିଛି କାମରେ ଆସିବନି, କିଛି କାମରେ ଆସିବନି। ମନେ ରଖିଥାନ୍ତୁ, ପ୍ରଭୁ ବିଚାର କରିବେ। ସେ ବିଚାର କରିବେ, ହିସାବ ଦେବା ପାଇଁ ପଡିବ। ପ୍ରତ୍ୟେକ ମନୁଷ୍ୟକୁ ଈଶ୍ୱରଙ୍କ ସମ୍ମୁଖରେ ନିଜ ହିସାବ ଦେବା ପାଇଁ ପଡିବ। କଣ ବୋଲି ହିସାବ ଦେବେ? କାରଣ ପରମେଶ୍ୱର ଦେଖୁଛନ୍ତି। ଆଉ ପୃଥିବୀର ହିସାବ ହବ, ଆଉ ସମସ୍ତଙ୍କର ହିସାବ ହବ। ସାବଧାନ। ଆପଣ ଯାହା ବି କରୁଛନ୍ତି ଭାବନ୍ତୁ ନାହିଁ ଯେ ମୋର ବିଷୟରେ କେହି ଜାଣନ୍ତି ନାହିଁ, ମୁଁ ଯାହା ବି କରିପାରେ, ମୁଁ କଣ କଲେ ବି କିଛି ହବ ନାହିଁ। ଆମେ ଏ ପ୍ରକାର ଭାବୁଛୁ ଯେ ମୋର ଆଉ କିଛି ହବନି। ମନେ ରଖିଥାନ୍ତୁ, ହିସାବ ହବ। ହୁଏତ ଆଜି ଆପଣ ଶକ୍ତିଶାଳୀ ଅଟନ୍ତି, ଆଜି ହୁଏତ ସମସ୍ତେ ଆପଣଙ୍କ ଜୟଗାନ କରୁଛନ୍ତି, ହୁଏତ ଆଜି ଆପଣ ସବୁଠାରୁ ଶ୍ରେଷ୍ଠ ବୋଲି ମନେ ହଉଛନ୍ତି। ଟାଇମ ଆସିବ ଯେ ଆପଣଙ୍କ ସୃଷ୍ଟିକର୍ତ୍ତା ଆପଣଙ୍କ ହିସାବ ନେବେ, ଆପଣଙ୍କ ବିଚାର କରିବେ, ଆଉ ବିଚାରିତ ହେବାକୁ ପଡିବ। ଆଉ ସେ କଣ କହୁଛନ୍ତି?
जे परमेश्वर देखिले जे पृथ्वी समस्त प्राणी भ्रष्टाचारी होती माने जार स्तर से भ्रष्ट काम करुच्ची आम अनेक भ्रष्ट नेता मान को देखुचु किंतु तल स्तर में ग्राम्य स्तर में सहर में छोट छोट ऑफिस रे प्रति कार्य क्षेत्र में भ्रष्टाचार आप देखिए असाधु भाव कार्य देखिए व्यवसायी माने भ्रष्टाचारी मंत्री माने भ्रष्टाचारी मेडिकल रे भ्रष्टता देखिए पुलिस विभाग रे भ्रष्टाचार देखिए आप प्रति स्थान रे आप जातु आप ट्रांसपोर्ट विभाग रे जातु रेल डिपार्टमेंट रे जातु अपना कोयला विभाग रे जातु पृथ्वी सबु क्षेत्र रे आपण भ्रष्टता देखिए कहार आग प्रकाश पाउछि कार परे प्रकाश पाउछि जदि कहार आज प्रकाश पाउने परे प्रकाश पाइ प्रत्येकଙ୍କର भ्रष्टता दिने न दिन बाहर आसी प्रत्येकଙ୍କର चिंताधारा प्रभु जानती आपण मन रखि थांतु सावधान समस्त हिसाब हेबो और समस्त विषय हिसाब हेबो और कौन हिसाब देबे आपण ही जानि था आज आमे कहूछु आमे काहा को हिसाब देबार आपण काहा को हिसाब देबे कि तो दिन आसीबो आपण लोकन को सामने रे आपण हिसाब होबो आपण को विचार होबो या जानि कि आमे जीवन काटिबा दरकार आगामी समय आसु आमानकर क्षेत्र रे आमे जे कोनोसी स्थान रहिछु से स्थान मान करे आमे सावधान सहित अग्रसर हेबा हमर कार्यकलाप प्रति हम निजे ध्यान देबो प्रभु आपण मान आशीर्वाद करंतु प्रार्थना करिबो अनुग्रहकारी पिता परमेश्वर मैं आपन को धन्यवाद देउछु प्रभु आज देश रे राज्य रे जिल्ला रे ग्राम्य रे प्रतिटी विभाग रे प्रतिटी स्थान रे प्रभु गोटे भ्रष्टता दैरात्म्य कुकर्म कलाबजारी असाधुता आमे देखुची प्रभु मो प्रार्थना करे प्रभु प्रतिटी स्थान रे प्रभु जो कार्य गुड़ी होची प्रत्येक को बुझीबा पई दियो जे मोर हिसाब अछि फिर तो आज मु सरकार स्तर खसी जाय पारे किंतु सदाप्रभु स्तर मु खसी भी नाही या बुझीबा पई सहायता करो आपण जे न्याय विचारकारी परमेश्वर दिने आपण को सम्मुख रे हम समस्त को दंडायमान हेबा को पड़िबो या जानी कि प्रभु आपण अपना जीवन सजाड़िबा पई सहायता करो प्रत्येक को अनुग्रह करो दया करो प्रार्थना शुणी आपन को धन्यवाद दी आदर महिमा गौरव आपन को दे प्रार्थना मोर प्राणर प्रिय यीशु को नाम रे मांगिली आमेन आमेन प्रभु आपण मान को प्रत्येक को बाहुल्य रूपे आशीर्वाद करतु नमस्कार।